Hello friends, welcome to Exploring Goals. ଆମ ସହିତ ଅଛନ୍ତି ରାଜା ପାତ୍ର TGT PCM ହିସାବରେ ଜଏନ୍ କରିଛନ୍ତି. ୱେଲକମ୍ ରାଜା। Thank you so much, sir. ମୁଁ ମୋର ବ୍ରିଫ୍ ଇଣ୍ଟ୍ରୋଡକ୍ସନ୍ ଦେଇଦେଉଛି। ମୁଁ ହେଲି ରାଜା ପାତ୍ର। ମୁଁ ବର୍ତ୍ତମାନ ବାଲିପଦର ହାଇସ୍କୁଲରେ ଆସିଷ୍ଟାଣ୍ଟ ଟିଚର TGT PCM ଭାବରେ ଜଏନ୍ କରିଛି। ଏଇ LTR ଲାଷ୍ଟ 25ର ନଭେମ୍ବର 26ରେ ଜଏନ୍ କରିଥିଲି। ଯଦି ଓକେ ମୋର ହଁ ଆମର ରାଜା ସମସ୍ତେ ଆକ୍ଚୁଆଲି ଜାଣିବାକୁ ଚାହିଁବେ ଯେଉଁମାନେ ଆସ୍ପାରେଣ୍ଟସ୍ ଅଛନ୍ତି TGT PCM ବ୍ୟାକଗ୍ରାଉଣ୍ଡ ତ ଷ୍ଟାର୍ଟିଂରୁ ଟିକେ ନିଜର ଏଜୁକେସନାଲ ଜର୍ଣ୍ଣିଟା ଫ୍ରମ୍ 10th ଟିଲ୍ ନାଉ ଯାହା ଯାହା ଆଚିଭମେଣ୍ଟସ୍ ଅଛି ଟିକେ ବ୍ରିଫ୍ କରିଦିଅ। ସାର୍ ଯଦି ଆଚିଭମେଣ୍ଟ କହିବି ତାହେଲେ ମୋର 10th ଏତେ ବି ଏକ୍ସଲେଣ୍ଟ ନଥିଲା। ମୁଁ 78% ହିଁ ରଖିଥିଲି 10thରେ। ଦେନ୍ 10th ପରେ ମୁଁ ନିଜକୁ ଚେଞ୍ଜ କରିଥିଲି। ତାପରେ ମୁଁ ଇଣ୍ଟରମିଡ଼ିଏଟ୍ରେ ଭଲ ସ୍କୋର କରିପାରିଥିଲି ଆଉ 80%ରେ ପାସ୍ ଆଉଟ୍ ହେଇଥିଲି ସାଇନ୍ସ ଷ୍ଟ୍ରିମ୍ରୁ। ଓକେ ଦେନ୍ ମୁଁ ଜଏନ୍ କଲି ବିକ୍ରମ ଦେବ ଅଟୋନୋମସ୍ କଲେଜରେ ଗ୍ରାଜୁଏସନ୍। ଗ୍ରାଜୁଏସନ୍ କେମିଷ୍ଟ୍ରି ଅନର୍ସରେ ହିଁ କରିଥିଲି, ଯୋଉଠି ମୋର ଇଲେକ୍ଟିଭ୍ ଥିଲା ମ୍ୟାଥମେଟିକ୍ସ ଆଣ୍ଡ ଫିଜିକ୍ସ। ତାପରେ ମୋର ପୋଷ୍ଟ ଗ୍ରାଜୁଏସନ୍ ବି ସେଇ ବିକ୍ରମ ଦେବ ୟୁନିଭର୍ସିଟିରେ ହିଁ ହେଇଥିଲା, ଯୋଉଠି ମୁଁ ଫର୍ଷ୍ଟ ପିଜି କମ୍ପ୍ଲିଟ୍ କରିଥିଲି ଆଫ୍ଟର ଗ୍ରାଜୁଏସନ୍ କେମିଷ୍ଟ୍ରି ଅନର୍ସରେ ହିଁ। ଦେନ୍ ମୁଁ ଏପିଆର୍ କରିଥିଲି ଷ୍ଟେଟ୍ ବିଏଡ୍ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍। ସୋ ଷ୍ଟେଟ୍ ବିଏଡ୍ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ ବି ମୁଁ ଫାଷ୍ଟ ଆଟେମ୍ପ୍ଟରେ ହିଁ କ୍ଲିୟର କରିଥିଲି ୱିଥ୍ 35 ଅଲ୍ ଓଡ଼ିଶା ର୍ୟାଙ୍କ। ଆଚ୍ଛା ଦେନ୍ ମୁଁ ଅପଡେଟ୍ କରିଥିଲି, ମୋର ଯେହେତୁ ହୋମ୍ ଟାଉନ୍ ଥିଲା ବ୍ରହ୍ମପୁର, ସୋ ମୁଁ ବ୍ରହ୍ମପୁରରେ ଥିବା DPIIC ଯୋଉଟା କନିସିରେ ଅଛି, ସେଥିରେ ମୁଁ ବିଏଡ୍ ଲାଷ୍ଟ 24ରେ ହିଁ ପାସ୍ ଆଉଟ୍ ହେଇଥିଲି। ଦେନ୍ ଗୋଟେ ଇୟର୍ ପୁରା ଆମର ଯେହେତୁ ଆମର ଡିଲେ ହେଇଥିଲା ରିଜଲ୍ଟ ବାହାରିବାରେ, ଆମ ପାଖରେ ବହୁତ ଗୁଡ଼ିଏ ଅପରଚ୍ୟୁନିଟି ମଧ୍ୟ ଥିଲା, ବଟ୍ ମୁଁ ସେସବୁ ଯୋଗୁଁ ଅପଡେଟ୍ କରିପାରିନଥିଲି। ମୋ ପାଇଁ ଫାଷ୍ଟ ଚାନ୍ସ ଥିଲା ଏଇ LTR ହିଁ। ବିଏଡ୍ କମ୍ପ୍ଲିଟ୍ କଲା ପରେ ସାର୍ ମୁଁ LTR ହିଁ ଏକ୍ଜାମିନେସନ୍ ଦେଇଥିଲି। ତାହେଲେ ରାଜା କହିବାକୁ ଗଲେ ଗୋଟେ ମାନେ ସ୍ମୁଥ ଜର୍ଣ୍ଣି, କିଛି ମାନେ ସେଥିରେ ହଡଲ୍ସ ନାହିଁ ଭଳିଆ ଲାଗୁଛି। ଆଣ୍ଡ ନିଜକୁ ଅପଗ୍ରେଡ୍ 10th ପରଠୁ ନର୍ମାଲି 10thରେ ଯେତିକି ପିଲାଙ୍କର ପରସେଣ୍ଟେଜ ଥାଏ ଇଣ୍ଟରମିଡ଼ିଏଟ୍ରେ କମେ ବା +2ରେ କମିଯାଏ। ଏନିୱେ ତମେ ନିଜକୁ ଅପଗ୍ରେଡ୍ କରିଛ ଆଣ୍ଡ +3 ପିଜି ପରେ ବିଏଡ୍ ଆଣ୍ଡ ବିଏଡ୍ ମଧ୍ୟ ଗୋଟେ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡିଜ୍ ଇନ୍ ଏଜୁକେସନ୍ରୁ କମ୍ପ୍ଲିଟ୍ କଲା ପରେ ସାଙ୍ଗେ ସାଙ୍ଗେ LTRରେ ପୋଷ୍ଟେଡ୍। ୟେସ୍ ଓକେ ଓକେ ମାନେ ମେନଲି ଯଦି ଦେଖିବା PCM କାଟାଗୋରୀରେ ପିଲାମାନେ ବହୁତ ଷ୍ଟ୍ରଗଲ୍ କରନ୍ତି, ଭାବନ୍ତି ଯେ ହବନି। ଇଭେନ୍ ବହୁତ ପିଲା ଯାହାର ସବଜେକ୍ଟ କମ୍ବିନେସନ୍ ତାଙ୍କୁ ଏଲିଜିବୁଲ୍ କରେ CBZକୁ ସୁଇଚ୍ କରିବାକୁ, ସେମାନେ ବି ସୁଇଚ୍ କରନ୍ତି। ତେଣୁ କ'ଣ ଆକ୍ଚୁଆଲି ସବୁ ଆସ୍ପାରେଣ୍ଟସ୍ ମାନେ ଜାଣିବାକୁ ଚାହିଁବେ ଯେ ରାଜା ଏମିତି କ'ଣ କଲେ କି ମାନେ ଗୋଟେ ଥରରେ ସବୁ ଜିନିଷ କ୍ଲିୟର ହେଲା ଆଣ୍ଡ ତା ସହିତ ଫାଷ୍ଟ ଆଟେମ୍ପ୍ଟରେ ସକ୍ସେସଫୁଲ୍ ହେଇପାରିଲ। ୟେସ୍ ସାର୍, ମେନ୍ ପିଲାଙ୍କର ଫିୟର ଥାଏ ଯେହେତୁ PCM କ୍ୟାଟାଗୋରୀରେ ଯାହାର ବି ଯାହା ବି ଅନର୍ସ ଥାଏ ସେଥିରେ ସେମାନେ ଏକ୍ସେଲ୍ କରିଦିଅନ୍ତି, ବଟ୍ ପ୍ରୋବ୍ଲେମ୍ ଆସେ ମେନଲି ମ୍ୟାଥମେଟିକ୍ସରେ। ସୋ ମ୍ୟାଥମେଟିକ୍ସ ହଉ କି ଫିଜିକ୍ସର ନ୍ୟୁମେରିକାଲ ପ୍ରୋବ୍ଲେମକୁ ସମସ୍ତଙ୍କର ଫିୟର ଥାଏ। ବଟ୍ ଆକ୍ଚୁଆଲି ଯଦି ଆମେ ଦେଖିବା ଟିଚର ଏକ୍ଜାମିନେସନ୍ ପଏଣ୍ଟ ଅଫ୍ ଭ୍ୟୁରେ ଇଏ ଏତେ ବି ଡିଫିକଲ୍ଟ ନୁହଁ। ଯଦି ଆମେ ଦେଖିବା ତାର ଖାଲି ପ୍ରିଭିୟସ୍ କ୍ୱେଶ୍ଚିନ୍କୁ ଜଣେ ଆନାଲିସିସ୍ କରିବ, ତାହେଲେ ଇଏ ଏତେ ବି ହାଇ ଲେଭେଲର କ୍ୱେଶ୍ଚିନ୍ ପଚାରେନି। ମୋଷ୍ଟଲି ସେ ଫର୍ମୁଲା ବେସ୍ଡ ହିଁ ପଚାରେ। ଆଉ ମ୍ୟାଥମେଟିକ୍ସରେ ମେନଲି ଆମେ କ'ଣ କରିଥାଉ, ମ୍ୟାଥମେଟିକ୍ସରେ ଆମେ ହାୟର ଲେଭେଲ ଗୋଟେ ଚାପ୍ଟରକୁ ବେଶୀ ଫୋକସ୍ କରିଥାଉ, ଯୋଉଟାକି ଆମର ଟାଇମ୍ ପିରିୟଡ଼ରେ ବହୁତ କମ୍ ସମୟ ମିଳିଥାଏ ଆଉ ରିଭାଇଜ୍ କରିବା ପାଇଁ ଟାଇମ୍ ମିଳିନଥାଏ। ସୋ ମୁଁ କ'ଣ କରିଥିଲି ସାର୍, ମେନଲି ଯେତେବେଳେ ମୁଁ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ମାନେ ଅପ୍ ଟୁ ମୁଁ RST 21 ଯୋଉଟାକି CST ଥିଲା, ମୁଁ CST ଆରମ୍ଭ କରିକିରି ଲାଷ୍ଟ RST ଯାଏଁ ଯେତିକି ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଥିଲା PCMର, ମୁଁ ସବୁ ଯାକ ଆନାଲାଇସିସ୍ କଲା ପରେ ଇଏ ଦେଖିଥିଲି ଯେ ଏଥିରେ କୌଣସି ବି ଆଡଭାନ୍ସ ଲେଭେଲର କ୍ୱେଶ୍ଚିନ୍ ପଚାରୁନି। ଯାହା ବି ଆସୁଛି ସେ ଇଣ୍ଟରମିଡ଼ିଏଟ୍ ଲେଭେଲର ହିଁ ଆସୁଛି, ଆଉ ଫର୍ମୁଲା ବେସ୍ଡ ମ୍ୟାକ୍ସିମମ୍ କ୍ୱେଶ୍ଚିନ୍ ଆସୁଛି। ଦେନ୍ ମୁଁ ତାକୁ ଡିଭାଇଡ୍ କରିଥିଲି ଇଚ୍ ଟପିକ୍ ଅନୁସାରେ। ସୋ ଟପିକ୍ ଅନୁସାରେ ଡିଭାଇଡ୍ କଲା ପରେ ମୁଁ ଜାଣି ଦେଇଥିଲି ଯେ ୱେଟେଜ୍ କୋଉଠି ଅଛି। ସୋ ସେଥିପାଇଁ ମୁଁ ଇଜି ହେଇଯାଇଥିଲା ମୋତେ ପ୍ରିପାରେସନରେ, ଯାହାଦ୍ୱାରା ମୁଁ ଇଚ୍ ଆଣ୍ଡ ଏଭ୍ରି ଟପିକ୍କୁ ଆରାମରେ କ୍ଲିୟର କଲା ପରେ ଯୋଉ ମ୍ୟାଥମେଟିକ୍ସର ଫିୟର ଥିଲା, ମ୍ୟାଥମେଟିକ୍ସଟା ଆସ୍ତେ ଆସ୍ତେ କ୍ଲିୟର ହେଇଗଲା ପରେ ମୋର ଫିଜିକ୍ସର ଫିୟର ମଧ୍ୟ ଅଟୋମେଟିକ୍ ପଳେଇଲା ସାର୍। ତ ଇଏ ତ ଗଲା ଫିୟର ଯିବାର କଥା, PYQ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ୟେସ୍ ସାର୍, ଆନାଲିସିସ୍ର କଥା, ସିଲାବସ୍ ଆନାଲିସିସ୍ ଏବଂ ୱେଟେଜ୍ ଆଇଡେଣ୍ଟିଫିକେସନ୍ ୟେସ୍ ଏତିକି କଲା ପରେ ସେଇ ଏରିଆରେ କାମ କରିଛ। ଆଣ୍ଡ ପର୍ଟିକୁଲାରଲି ଯେହେତୁ ଇଣ୍ଟରମିଡ଼ିଏଟ୍ ଲେଭେଲର ମ୍ୟାକ୍ସିମମ୍ ଆସୁଛି, ତେଣୁ ୟେସ୍ ସାର୍, ସେଇ ହିସାବରେ ନିଜକୁ ପ୍ରିପେୟାର କରିବାର ଅଛି, ବେଶୀ ଟଫ୍ ଆସୁନି। ଟଫ୍ କିଛି ନାହିଁ ସାର୍। ଓକେ
ଯୋଉଟା ଯୋଉମାନଙ୍କୁ ସେଇଟା ବି ଡିଫିକଲ୍ଟ ଲାଗୁଛି ତାଙ୍କର ଷ୍ଟ୍ରାଟେଜି କଣ ହବା ଦରକାର କି ଜଣେ ଫିଜିକ୍ସ ମ୍ୟାଥମେଟିକ୍ସକୁ ମାଷ୍ଟର କରିପାରିବ? ସାର୍ ଯଦି ଆମର କଟ୍ ଅଫ୍ ବି ଆନାଲିସିସ୍ କରିବା ଆମର କଟ୍ ଅଫ୍ ଏତେ ବି ହାଇ ଲେଭେଲ ଯାଉନି ମାନେ 50% କଟ୍ ଅଫ୍ ଯଦି ବି ଜଣେ କ୍ଲିୟର କରିଦଉଛି ତାହେଲେ ମଧ୍ୟ ସିଏ ଅପ୍ ଟୁ 100 ରାଙ୍କ ଭିତରେ ଆସିଯାଉଛି। ଯଦି ମୁଁ ମୋର ରାଙ୍କ କହିବି ତାହେଲେ ମୋର ମଧ୍ୟ ଅଲ ଓଡ଼ିଶା ରାଙ୍କ 82 ଥିଲା। ଅ, ଆଉ ମୋର ଭଲ ଭଲ ରାଙ୍କ ବି ଥିଲା ଭଲ ମାର୍କ ବି ଥିଲା ସାର୍ ସେ ପ୍ରିଲିମ୍ସ ହଉ କି ମେନ୍ସ ହଉ। ସୋ ମେନ୍ ଆମେ ଫୋକସ୍ କରିବା ଦରକାର ଯଦି ବି କିଏ ଯଦି ସିବିଜେଡ୍ କୁ ସୁଇଚ୍ କରିବାକୁ ଚାହୁଁଛି ମୁଁ ମୁଁ କହିବି ଯେ ସୁଇଚ୍ ନ କରିକି ଆଟଲିଷ୍ଟ ଦିଟା ସବଜେକ୍ଟରେ ସେମାନେ ନିଜର ଷ୍ଟ୍ରେନ୍ଥକୁ ବଢାନ୍ତୁ। ଯେମିତି ଯଦି ଜଣେ ମ୍ୟାଥମେଟିକ୍ସ ଯଦି ୱିକ୍ ଅଛି ତାହେଲେ ଟ୍ରାଏ କରୁ ଯେତିକି ଥିଓରିଟିକାଲ ଟପିକ ଗୁଡାକ ଅଛି ଆମର କେମିଷ୍ଟ୍ରିର ଆଣ୍ଡ ଫିଜିକ୍ସର ତାକୁ କଭର ଅପ୍ କରିବା ପାଇଁ ଏତିକି ମଧ୍ୟ କଭର ଅପ୍ କଲେ ଅଟୋମେଟିକ ଗୋଟେ କଟ୍ ଅଫ୍ ତ କ୍ଲିୟର ହେଇଯିବ। ଯଦି ଭଲ ଅଲ୍ ଓଡ଼ିଶା ରାଙ୍କ ରଖିବାକୁ ଚାହୁଁଛନ୍ତି ତାହେଲେ ମ୍ୟାଥମେଟିକ୍ସର ଯଦି ଇଜି ଇଜି ଟପିକ ଗୁଡାକ ଯେତିକି ଅଛି ଯେମିତିକି ଆମେ ପ୍ରୋବାବିଲିଟି କହିପାରିବା ଦେନ୍ ଛୋଟ ଛୋଟ ଟପିକ ଗୁଡା ଯେମିତି ଟ୍ରିଗୋନୋମେଟ୍ରି ହଉ ଏମିତି ଛୋଟ ଛୋଟ କିମ୍ବା ସିମ୍ପଲ ଯଦି ଆମେ ଦେଖିବା ମ୍ୟାଥମେଟିକ୍ସରେ ମେଇନଲି କୋଡିନେଟ୍ ଜୋମେଟ୍ରି ହଉ ସଲିଡ୍ ସେପ୍ସ ହଉ ଏସବୁର ଯେତିକି ଟପିକ ଗୁଡାକ ଅଛି ଏ ସବୁ ଡାଇରେକ୍ଟଲି ସାର୍ ଫର୍ମୁଲା ବେସ୍ଡ ମାନେ ଖାଲି ଫର୍ମୁଲା ଲେଖ ଦେନ୍ ପୁଟ୍ କରିକି ତାର ଆନ୍ସର କାଢ। ସୋ ଏଇ ଟପିକ ଗୁଡାକ ଆସ୍ତେ ଆସ୍ତେ କଭର କଲା ପରେ ଇଜି ହେଇଯାଏ ସ୍କୋର କରିବାଟା। ରାଇଟ୍। ତାପରେ ଯୋଉମାନେ ପ୍ରିପାରେସନଟା ଆଉ ଟାଇମଟା କେତେ ଦବା ଦରକାର ଜଣେ ଟିଚିଂ ଏକ୍ଜାମ ଆସ୍ପାରାଣ୍ଟସକୁ କେତେ ସମୟ ଦେଇକି ପ୍ରିପେୟାର କରିବା ଦରକାର? ସାର୍ ଯଦି ମୁଁ ପେଡାଗୋଗି କଥା ଦେଖିବି ମେନ୍ସ ପାଇଁ ସୋ ପେଡାଗୋଗି ଯେହେତୁ ମୋର ଷ୍ଟେଟ୍ ବିଏଡ୍ ଥିଲା ମୋ ପାଇଁ ଟିକେ ଇଜି ହେଇଥିଲା ଯେହେତୁ ଆମେ 2 ଇୟର୍ସ ଇଣ୍ଟରଭାଲ ଭିତରେ ସବୁ କିଛି ପଢିଥିଲୁ। ଯଦି କେହି ମଧ୍ୟ ଆଉଟର ବିଏଡ୍ କରିଛନ୍ତି ତାଙ୍କ ପାଖରେ ଏନଫ୍ ଟାଇମ୍ ବି ମିଳିଯାଉଛି ସାର୍ ସେ ସମୟରେ ସେମାନେ ପେଡାଗୋଗିକୁ ଦେଖିପାରିବେ। ଆଉ ମୁଁ ଯୋଉଟା ମେଇନଲି ଫୋକସ୍ କରିଥିଲି ପେଡାଗୋଗି ପାଇଁ ମୁଁ ଯାହା ବି ମୋର ନଲେଜ ଥିଲା ତାକୁ ଟେଷ୍ଟ କରିବା ପାଇଁ ବାର ବାର ସାର୍ ଆପଣଙ୍କର ଭିଡ଼ିଓ ଗୁଡାକ ଯେତିକି କୋଶ୍ଚିନ୍ ଗୁଡାକ ପ୍ରାକ୍ଟିସ୍ ଆସୁଥିଲା ତାକୁ ମୁଁ ଭିଡ଼ିଓ ଗୁଡାକ ବାର ବାର ଦେଖୁଥିଲି ଯାହାଦ୍ୱାରା ମୋର କୋଉଟାରେ ଲେକୁନା ଅଛି ମୁଁ ତାକୁ ଫାଇଣ୍ଡ ଆଉଟ୍ କରିଦେଉଥିଲି ଯାହାଦ୍ୱାରା ମୋର ପେଡାଗୋଗିରେ ଏକ୍ସେଲ ହେଇଯାଇଥିଲା ଅଟୋମେଟିକ୍। ସୋ ପେଡାଗୋଗି ପାଇଁ ବେଶୀ ଏଫର୍ଟସ୍ ଦେବାକୁ ପଡ଼ିନଥିଲା। ତାପରେ ଅଦର ସବଜେକ୍ଟ ଗୁଡାକ ପାଇଁ ଯଦି ମୁଁ କହିବି ମୋର ଯେହେତୁ କେମିଷ୍ଟ୍ରି ଅନର୍ସ ଥିଲା ଆଣ୍ଡ ମୋର ଏକ୍ସପିରିଏନ୍ସ ବି ଥିଲା ଟିଚିଂ ସ୍କିଲରେ ଟିଚିଂ ମୁଁ ଅଲରେଡି ପ୍ରାକ୍ଟିସ୍ ବି କରୁଥିଲି ପ୍ରାଇଭେଟ ଇନଷ୍ଟିଚ୍ୟୁଟ୍ ଗୁଡାକରେ ତ ମୋତେ କେମିଷ୍ଟ୍ରି ବେଶୀ ଏଫର୍ଟସ୍ ଦେବାକୁ ପଡ଼ିନଥିଲା ସାର୍। ମେନ୍ ରହିଲା ମୋର ଫିଜିକ୍ସ ଆଣ୍ଡ ମ୍ୟାଥମେଟିକ୍ସ ମୁଁ ଫିଜିକ୍ସ ଯେହେତୁ ଟିକେ କୋରିଲେଟେଡ ରହୁଥିଲା ମ୍ୟାଥମେଟିକ୍ସ ସହିତ ମୁଁ ଟ୍ରାଏ କରିଥିଲି ଆଟଲିଷ୍ଟ 2 ଆୱାର ଦଉଥିଲି ମୋର ମ୍ୟାଥମେଟିକ୍ସ ପାଇଁ ଆଣ୍ଡ 2 ଆୱାର ଦଉଥିଲି ମୋର ଫିଜିକ୍ସ ପାଇଁ ଯାହାଦ୍ୱାରା ମୋର ଫିଜିକ୍ସ ଆଣ୍ଡ ମ୍ୟାଥମେଟିକ୍ସଟା ଆସ୍ତେ ଆସ୍ତେ ଇମ୍ପ୍ରୁଭ୍ ହେଇଥିଲା। ସଡନ୍ କେବେ ଇମ୍ପ୍ରୁଭ୍ ହବନି କାହିଁକିନା ଆମେ ଯେହେତୁ ସାଇନ୍ସ ବ୍ୟାକଗ୍ରାଉଣ୍ଡରୁ ପୁଣି ଗୋଟେ ବିଏଡ୍ ବ୍ୟାକଗ୍ରାଉଣ୍ଡକୁ ଗଲେ ବିଏଡ୍ ବ୍ୟାକଗ୍ରାଉଣ୍ଡ ଗୋଟେ ଲଙ୍ଗ ପିରିୟଡ଼ 2 ଇୟର୍ସ ଲଙ୍ଗ ପିରିୟଡ଼ ଭିତରେ ଅଟୋମେଟିକ୍ ତାପରେ ମୁଁ ଯେହେତୁ ପିଜି ବି କରିଥିଲି ମୋର ଫିଜିକ୍ସ ଆଣ୍ଡ ମ୍ୟାଥମେଟିକ୍ସରେ ମୁଁ କଟ୍ ଅଫ୍ ହେଇଯାଇଥିଲି। ବଟ୍ ତାକୁ ମଧ୍ୟ ଇଜିଲି କଭର ଅପ୍ କରିହୁଏ ଯଦି ଆମେ ପ୍ରିପାରେସନଟା କଣ୍ଟିନ୍ୟୁ ରଖିବା ଆଉ ପ୍ରୋକ୍ରାଷ୍ଟିନେସନଟାକୁ ଜେନେରାଲି ଆଭଏଡ୍ କରିବା। ଆଉ ସିମ୍ପଲ ଯଦି ଆମେ ଆମର ଗୋଲ୍ ଯଦି ଫିକ୍ସ କରିଛନ୍ତି ଯେ ନାହିଁ ମୋତେ ଏଇ ରିକ୍ରୁଟମେଣ୍ଟ ବାହାରିଛି ଆଉ ଏଇ ରିକ୍ରୁଟମେଣ୍ଟରେ ଗୋଟେ ସିଟ୍ ନେବାର ଅଛି ତାହେଲେ ଆମେ ଯଦି ପ୍ରିପାରେସନଟାକୁ ସାର୍ କଣ୍ଟିନ୍ୟୁଟି ମେଣ୍ଟେନ୍ କରିବା ତାହେଲେ ଅଟୋମେଟିକ୍ ଆଉ କମ୍ ଟାଇମରେ ମଧ୍ୟ ଅଟୋମେଟିକ୍ ଆମେ ଏକ୍ସେଲ୍ କରିପାରିବା। ଆଚ୍ଛା, ବର୍ତ୍ତମାନ ପିଢିରେ ଗୋଟେ ଜିନିଷ ସମସ୍ତେ ଦେଖୁଛନ୍ତି ମୁଁ ବି ମାନେ ନୋଟିସ୍ କରିଛି କି ପିଲାମାନଙ୍କ ଭିତରେ ସେ ଯୋଉ ଧୈର୍ଯ୍ୟଟା ପେସେନ୍ସଟା ବର୍ତ୍ତମାନ ପିଢିରେ ନାହିଁ। ତେଣୁ ୟେସ୍ ପର୍ଟିକୁଲାରଲି ଯଦି ଦେଖିବା ସେମାନେ କେତେବେଳେ ନୋଟିଫିକେସନ ବାହାରିବ ତାପରେ ପଢା ଷ୍ଟାର୍ଟ କରିବେ ୟେସ୍ ଏବଂ ସାର୍ ଏଇ ଯୋଉ ଜିନିଷଟା ରହୁଛି ଯୋଉ କନସିଷ୍ଟେନ୍ସିର ଅଭାବ ରହୁଛି ୟେସ୍ ସାର୍। ଏଇଟା ରାଜା ପାତ୍ର କେମିତି ଡିଲ୍ କରିଥିଲେ ତା ସହିତ? ସାର୍ ଯଦି ଏଇ ଯୋଉ ପ୍ରୋବ୍ଲେମଟା ସାର୍ ଆମର ବି ହେଇଥିଲା ଯେହେତୁ ମୁଁ 24ରେ ବିଏଡ୍ ପାସ୍ ଆଉଟ୍ କଲି 24ରେ ସାର୍ ଆପଣ ବି ଜାଣିଥିବେ ଆରାଉଣ୍ଡ 5 to 6 କେବଳ ଟିଚିଂ ଜବ୍ର ରିକ୍ରୁଟମେଣ୍ଟ ଗୁଡାକୁ ଆମେ ଏପିଆର କରିପାରିନଥିଲୁ ଯେହେତୁ ପାସ୍ ଆଉଟ୍ ହେଇନଥିଲୁ। ସୋ ସେ ଟାଇମରେ ଆମର ମଧ୍ୟ ଡିପ୍ରେସନ ଆସିଥିଲା ସାର୍ ଆମେ ବି ମାନେ ଏମିତି ଫିଲ୍ ହଉଥିଲା ଯେହେତୁ ଏତେ ଗୁଡ଼ିଏ ରିକ୍ରୁଟମେଣ୍ଟ ପଳେଇଲା ଆମ ପାଇଁ ଆଉ କିଛି ଚାନ୍ସ ମିଳିବନି କି ଅପରଚୁନିଟି ମିଳିବନି ଆମ କ୍ୟାରିୟର ବର୍ବାଦ ହେଇଗଲା। ସେ ଟାଇମରେ ବହୁତ ସାରା ଚେଷ୍ଟା ବି କରିଥିଲୁ ସବୁ ୟୁନିଭର୍ସିଟିରୁ ଆରମ୍ଭ କରି ସମସ୍ତଙ୍କୁ ଟ୍ରାଏ କରିଥିଲୁ ଯେ ଆମକୁ କେମିତି ଏଲାଓ କରାଯାଉ ବୋଲି। ସୋ ତାପରେ ଯୋଉ ପିରିୟଡଟା ଆସୁଛି ବହୁତ ଗୋଟେ ପାଖାପାଖି 1 ଇୟର ସାର୍ ଗେପ୍ ଆସିଲା ହାରି କୌଣସି ରିକ୍ରୁଟମେଣ୍ଟ ନାହିଁ। ଷ୍ଟିଲ୍ ଯେହେତୁ ଆମର ଏଇ ଏଲଟିଆର ଟା ବାହାରିଥିଲା ଏବେ ସେମିତି ସାର୍ ହୋପ୍ ଅଛି ଏବେ ବି କାହିଁକିନା ଆମେ ସେ ଟାଇମରେ ବି ଜାଣିଥିଲୁ ଏସଏସବି ଟିଜିଟି ବି ଆସିବାର ଅଛି ଆଉ ଏସଏସବି ପିଜିଟି ବି ଆସିବାର ଅଛି। ସୋ ସେଇ ହୋପରେ ଯେତେବେଳେ ଆମର ସରିଥିଲା ସାର୍ ରିକ୍ରୁଟମେଣ୍ଟ ଆଗରୁ ମୁଁ ଟ୍ରାଏ କରିଥିଲି ଯେ ଯେହେତୁ ମୁଁ ଗୋଟେ ସାଇନ୍ସ ବ୍ୟାକଗ୍ରାଉଣ୍ଡରୁ ଆଉ ପ୍ରିଲିମ୍ସ ଏଠି ଅଛି ପ୍ରିଲିମ୍ସରେ ମେନ୍ସ ମୋର ସାର୍ ଆକ୍ଚୁଆଲି ମୋର ଏସଏସଟି ପୋର୍ସନଟା ଅଛି ଯେମିତିକି ହିଷ୍ଟ୍ରି ଜୋଗ୍ରାଫି ଏସବୁରେ ରାଇଟ୍। ମୋର ହଁ। ଏତେ ବି ଭଲ ନୁହଁ ଆଉ ମତେ ଏନିହାଉ ମତେ କଟ୍ ଅଫ୍ କ୍ଲିୟର କରିବାର ଥିଲା ମୋର ମାଇଣ୍ଡ ସେଟ୍ ସେଇଟା ଥିଲା।
सो सर मु ट्राई करथिली ए सब जाऊ कवर अप कर देबी रिक्रुटमेंट आसीबा आगरु नोटिफिकेशन आसीबा आगरु मु जदी ए एसएसटी पोर्शन टाकू कवर अप कर देइथिली आउ मैथमेटिक्स रीजनिंग तो सेमिति भी साइंस स्टूडेंट जेतु मते इजी हे जाइथिला तो ए पीरियड रे मु ए सब कवर अप कला परे मेंस को मु टारगेट रखिथिली जेतु मोर एइडार मु देखिली जे मु आस्ते आस्ते ग्रो करि पारुछि आउ आस्ते आस्ते मोर स्कोर भी बढ़ी पारुछि सो मु ट्राई करथिले एठु कोन वीडियो जतल देखिली स्टार्ट कली आ छोटो बुक गोटे भी कवर माने सेही पीरियड पई गोटे आर्यंत्र बुक नै कि मु सर केवल ई जनरल नॉलेज पई प्रिपरेशन करथिली सो मु ए पीरियड टा मेनली नोटिफिकेशन आसीबा आगरु मु प्रीलिम्स पई पूरा रेडी हेइथिली सर सो प्रीलिम्स रे मोर किछि इश्यू हि नथिला आ मते बहुत भलो टाइम भी मिल जाइथिला सर सो एटा क्लियर कि नोटिफिकेशन को वेट न करके निजर प्रिपरेशन को स्टार्ट करबा निहाती दरकार यस सर कहीं कि धीरे धीरे कंपटीशन जदि आमे कहबा से 2021 हो कि ता पूर्वरु जोटा आस्तला कॉन्ट्रैक्चुअल टीचर हो किंबा Yes, sir. इनिशियल अपॉइंटी हो वर्तमान रेगुलर रे जेतेबेले आमे पोस्टिंग पाउचे सेतेबेले ता पई सेतिकी क्रेजीनेस टा भी बढ़ी जाई सब एस्पिरेंट्स मानकर यस सर एंड कहीं ना कंपटीशन जो देखिबा हमें आगर तो बहुत कम कंपीट करथिले एबे जदि हमें देखिबा सर एप्लिकेंट मिनिमम तो 1 लाख प्लस ही रहउचंदी बट एतिके भी किछि डिफिकल्ट नो सर जदि जने ट्राई कला कंटिन्यूटी रखला निज प्रिपरेशन रे एटा भी किछि भी एते भी नाही काइना समस्तଙ୍କର सीरियसनेस न थाए जे सीरियसनेस सहित लागि पडिला एतिके दिन पई कवर अप करिया पई निजको आ निजको वेल प्रिपेयर्ड रखिला बिफोर नोटिफिकेशन ताहाले से ऑटोमेटिकली सर एटलीस्ट तो 80,000 कैंडिडेट आगु पळेलानी से ऑटोमेटिक तो प्रिपरेशन टा नोटिफिकेशन आगर ही हमें स्टार्ट करिया निहाती दरकार ओके कंप्लीट को जदी समस्त जानिबा को चाहिए जे फर्स्ट अटेम्प्ट रे क्लियर हिची पीजी एंट्रांस स्टेट बीएड एंट्रांस आ तापर टीजीटी यस सब फर्स्ट अटेम्प्ट रे क्लियर करिवार कोन गुटे स्पेशल फार्मूला अछि कि सर स्पेशल फार्मूला माने सर जतबे पीजी एंट्रांस सीपीटी हमें दउतलो से टाइम रे सर बहुत गुटे कोविड ए सब चलीथिला सो आमे एंट्रांस तो दे दिथिलो हम हातरा किछ नथिला बस गोटे बेस्ट होप पई ही रहिथिलु बाहर एंट्रांस उडा मते बहुत अपडेट करथली काइना मोर इच्छा थिला सर मु हायर एजुकेशन पई बट जेतु सर्कमस्टेंस टाइम दिहला पीजी मु सेही कॉलेज रे जॉइन कर देले देन नेक्स्ट बीएड पई सर बीएड पई जेतु मोर बीएड रो मेनली पीसीएम थिला ता सहित बायोलॉजी भी आसुची जदि आमे देखिबा हाँ बीएड एंट्रांस रे सो मु बायोलॉजी टा एई सब सब्जेक्ट त मोर ऑटोमेटिक जेतु टच रे थिली कंटेंट सहित एटलीस्ट क्लियर हे जाइथिला बट बायोलॉजी पई मु स्पेशल एफर्ट्स देइथिली सर टिके काहे ना बायोलॉजी जेतु कट ऑफ हेइथिला गोटे लॉन्ग पीरियड 5 इयर्स रो गैप सो से बायोलॉजी टा को एफर्ट्स देला परे मोर भलो रैंक रे ही ऑटोमेटिक बीएड टा क्लियर हे जाइथिला सो जदि बीएड एंट्रांस पे हमें देखिबा ताहले जेहेतु हमें जे भी पीसीएम बैकग्राउंड हो ताहले टिके तो एफर्ट्स दवा पड़िबो बायोलॉजी पई जदि के सीबीजेट रो भी हो ताहले मध्ये से मैथमेटिक्स एटलीस्ट टिके एफर्ट्स देले मध्ये हमर बीएड एंट्रांस ऑटोमेटिक क्लियर हे जिवो आ हमर टाइम रे सर सबुट कम सीट थिला हमर अराउंड 325 थिला गवर्नमेंट सीट जो देखिबा सो एबे तो सीट भी एक्सेल हला पढ़िच सो बीएड एंट्रांस टा ऑटोमेटिक क्लियर हे जाय परिबो देन बीएड पीरियड रे जो देखिबा गवर्नमेंट बीएड पिला पई एतिक एडवांटेजेस मिल जाउची कोन हमर कंटिन्यूटी जो रहउची क्लासेस गुडाकर जदि हम देखियो सर 9 to 5 पूरा क्लासेस रे हम एंगेज रहउछला आपण भी थरे विजिट भी करथिले इंस्टीट्यूट को सो सेही पीरियड रे हमको बहुत गुडे अपॉर्चुनिटी मिल जाइथिला जादरा हमें जेतिके टीईटी एग्जाम थिला स्टार्टिंग फ्रॉम सीटीईटी ओटीईटी देन ओएसटीटी ए सब जक इजीली हमर क्लियर हे जाउथिला जेतु पेडागोगी भलो रहउथिला निजर कंटेंट भी टिके रहउथिला तो इजीली हमें क्लियर करि पारथिलु जदि केही भी बाहर बीएड भी करूचंदी तांको पाखर सर गोटे एनफ माने एम्पल ऑफ टाइम तांको पाखर अपॉर्चुनिटी रहउची हम पाखर सेटा नथिला सर काइना हम जदि 9 to 5 क्लासेस ही रहउथिलु तापर आउरी एक्स्ट्रा करिकुलर रहउथिला ए सब एंगेज के हम टाइम मिल नथिला राइट तो राइट हमको टिके एफर्ट्स दा पडुथिला बट जदि जदि के बाहर बीएड करूची स्टिल ता पाखरे एम्पल ऑफ टाइम अछि सो निजुको जदि से एंगेज रखिला ताहाले ए टीईटी एग्जाम गुडा पे एक्स्ट्रा एफर्ट्स दवा पडिबोनी जादरा टीईटी गुडा जदि हम बीएड रो पीरियड रे कंप्लीट हे गला देन से ट्राई करि परिबो आ वेल प्रिपेयर्ड हे परिबो नेक्स्ट एग्जाम माने पे काइना जदि जने टीईटी क्लियर कर नथिबो बीएड पीरियड रे एबे जो अपॉर्चुनिटी आसुची सर सडन अपॉर्चुनिटी आमे भी जानि नथिबो सडन नोटिफिकेशन आसुची हेरी से पीरियड जदि आमे निजको प्रूफ न करि पालो ताहाले पुनी गोटे 2 इयर्स रो गैप जगिया पडुची सेति पई सर मोर मन अछि सर सेते बेले एसएसडी रो गोटे नोटिफिकेशन आस्तिला माने से वैकेंसी को देखिले निजे डिमोटिवेटेड लागुतिला काना टोटल 29 डे आस्तिला सर पीसीएम रो ता भितर पुनी कैटेगरी अछि हेले मध्ये सेटा पई मध्ये हम अपडेट करथिलु
ଆଉ ସାର୍ ସେଇଟା ମୁଁ ପ୍ରିଲିମ୍ସ ମେନ୍ସ ଦିଟା କ୍ଲିୟର କରିଥିଲି ଆଉ ଡିଭି ମଧ୍ୟ ଆଟେଣ୍ଡ କରିକି ତାପରେ ମୁଁ ଛାଡିଥିଲି ସେ ଜବ୍ ଟା ଯେହେତୁ ଆଚ୍ଛା ମୁଁ ଏଠି ରହିଯାଇଥିଲି ସୋ ଓକେ 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 ତ ଏଠି ଗୋଟେ ଜିନିଷ ଆଉ ଆସିବ ଯେ ଯୋଉମାନେ ବାରମ୍ବାର ଫେଲ୍ ହଉଛନ୍ତି ସେମାନେ କୋଉଠି ଭୁଲ ଅଛି ସେଟା ମାନେ ଜାଣିବା ପାଇଁ କଣ କରିବା ଦରକାର ଆଉ ଦିନକୁ ପାଖାପାଖି କେତେ ସମୟ ନିଜକୁ ଡେଡିକେଟେଡଲି ସେଇ ଟିଚିଂ ଜବ୍ ପାଇଁ ଦେଲେ ସକ୍ସେସଫୁଲ ହେଇପାରିବ ଯେମିତି ତମର ଯଦି ଦେଖିବା ତାହେଲେ ଯିଏ ବି ଭିଡିଓ ଦେଖିବ ତାକୁ ଲାଗିବ ଯେ ଆକ୍ଚୁଆଲି ହାଇସ୍କୁଲ ଟିଚର ବନିବାଟା ଏତେ ଡିଫିକଲ୍ଟ ନୁହଁ କରିହବ ୟେସ୍ ସହଜ ୟେସ୍ ଲାଗିବ whereas ପିଲା ଅଛନ୍ତି ଯୋଉମାନେ 3 times 4 times ମଧ୍ୟ ଫେଲ୍ ହଉଛନ୍ତି ତ what may be the reason according to you? ସାର୍ ମୁଁ ମୋ ଅନୁସାରେ ଯଦି ଦେଖିବି ମୋର ମଧ୍ୟ ଯେତେବେଳେ ସିନିୟର ଷ୍ଟୁଡେଣ୍ଟଙ୍କ ସହିତ ମୁଁ କଥା ହଉଥିଲି ମାନେ ଆମ ଇନଷ୍ଟିଟ୍ୟୁଟରେ ସାର୍ ମୋଷ୍ଟ ଅଫ୍ ଦି ଷ୍ଟୁଡେଣ୍ଟ ପାଇ ଯାଉଥିଲେ ବଟ୍ ସେଥିରେ ମଧ୍ୟ କିଛି ଅଛନ୍ତି ଯୋଉମାନେ ପାଇ ନଥିଲେ ଆଉ ସେମାନେ ସାର୍ ଏବେ ବହୁତ ଭଲ ଭଲ ଜାଗାରେ ଏକ୍ସେଲ କରିକି ଅଛନ୍ତି ତ ମେନ୍ ପ୍ରୋବ୍ଲେମ କଣ ହୁଏ ପ୍ରିପାରେସନ ପିରିୟଡରେ ଯେତେବେଳେ ଆମେ ଗୋଟେ ପ୍ରିଲିମ୍ସ ଦେଇଦେଲୁ ଫର ଏକ୍ସାମ୍ପଲ ପ୍ରିଲିମ୍ସ ଜଣେ ଭଲ ନ କରିପାରିଲା ସେ ସେଠୁ ହିଁ ତାର ଗେପ୍ କରିଦଉଛି ଆଉ ମେନ୍ ହେଲା କଣ ସାର୍ ସେମାନେ ଅଦର ଜବକୁ ସ୍କିପ୍ କରିବା ପାଇଁ ଟ୍ରାଏ କରନ୍ତି ତାଙ୍କର କନସିଷ୍ଟେନ୍ସି ମେଣ୍ଟେନ୍ କରନ୍ତି ଫର ଏକ୍ସାମ୍ପଲ ଯଦି ମୁଁ ଟିଚିଂ ଲାଇନରେ ଅଛି ହୁଁ ନିଜ ଟିଚିଂ ଏକ୍ସାମ ଉପରେ ନ ଫୋକସ କରିକି ଯଦି ଏବେ କିଛି ଅଦର ଗଭର୍ଣ୍ଣମେଣ୍ଟ ଜବ୍ ଆସିଲା ହାରି ଆଉ ଗୋଟେ ଭଲ ଭେକେନ୍ସି ଆସିଲା ହାରି ସେମାନେ ସେଠିକୁ ଡାଇଭର୍ଟ ହେଇଯାନ୍ତି ଯେମିତିକି ସେ ଆର୍ଆଇ ଅମିନ ଯାହା ବି ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ର ଆସୁଛି ହେରି ତ ମୁଁ କହିବି ଯେ ସାର୍ ଯଦି ପ୍ରିପାରେସନ କରିବାକୁ ଚାହୁଁଛନ୍ତି ତାହେଲେ ଫାଷ୍ଟ ୱେଲ୍ ଷ୍ଟ୍ରାଟେଜି ବନାନ୍ତୁ ଆଉ ଯଦି ଜଣଙ୍କର ପ୍ରିପାରେସନରେ ନିଜେ ସେଲ୍ଫ ପ୍ରିପାରେସନ କରିପାରୁନି ଜଣେ ସୋ ଟ୍ରାଏ କରନ୍ତୁ ଏମିତି ଜଣଙ୍କୁ ଫଲୋ କରିବା ପାଇଁ ବା ଏମିତି କିଛି ପ୍ଲାଟଫର୍ମକୁ ଫଲୋ କରିବା ପାଇଁ ଯିଏ ଯେମିତି ତାକୁ ଠିକ ଲାଗୁଛି ସେ ପ୍ଲାଟଫର୍ମରେ କଣ ହବ ତାକୁ ଟିକେ ସ୍ମୁଥ ହେଇଯିବ ଜର୍ଣ୍ଣିଟା ଟିକେ ସ୍ମୁଥ ହେଇଯିବ ଆଉ ଟ୍ରାଏ କରିବେ ପ୍ରୋକ୍ରେଷ୍ଟିନେସନଟାକୁ ଯେମିତି ବି ଏଭଏଡ କରିବା ପାଇଁ କାହିଁକିନା ଆମେ କଣ କରୁଛନ୍ତି ଗୋଟେ ଜବ୍ ଫର ଏକ୍ସାମ୍ପଲ ପ୍ରିଲିମ୍ସଟା ଦେଇଦେଲି ହଁ ଆମର ମେନ୍ସ ଡେଟ୍ ଆସିନି ଏ ଯାଇ ଏ ଭିତରେ ମୋର ଏ ଏକ୍ସାମ ଅଛି ସେ ଏକ୍ସାମ ଅଛି ତା ପାଇଁ ଲାଗି ପଡୁଛନ୍ତି କିନ୍ତୁ ସେ ଟାଇମଟା ଆମେ ମେନଲି ଦେବା କଥା କୋଉଠିକି ମେନ୍ସକୁ ଦେବା କଥା ତ ଟ୍ରାଏ କରିବା ଯେ ଯଦି ବି ଗୋଟେ ଜର୍ଣ୍ଣିରେ ଅଛନ୍ତି ସେଇ ଜର୍ଣ୍ଣିରେ ହିଁ ଫୋକସ ରହିବା ନିଜର ଗୋଲଟାକୁ ଫୋକସ ରଖିବା ଆଣ୍ଡ ଏଇ ଯୋଉ ଜର୍ଣ୍ଣିଟା ସାର୍ ଏତେ ଇଜି ବି ନୁହଁ ଗୋଟେ 1 year ପୁରା ଜର୍ଣ୍ଣି ରହୁଛି ପ୍ରିଲିମ୍ସ ଦେନ୍ ମେନ୍ସ ଏ ସବୁ ଗୁଡାକ ରହୁଛି ରାଇଟ୍ ସୋ ଯଦି ଆମେ ପ୍ରିଲିମ୍ସ ପ୍ରିପେୟାର ହଉଛନ୍ତି ତାହେଲେ ପାର୍ଟଲି ଟିକେ ଟିକେ କିଛି କିଛି ଟାଇମ ଆମେ ମେନ୍ସ ମଧ୍ୟ ଦବା ଯାହାଦ୍ୱାରା ମେନ୍ସ ବି ଟିକେ ଟିକେ କଭର ଅପ୍ ହେଇଥିବ ସିଲାବସଟା ଯାହାଦ୍ୱାରା ମେନ୍ସକୁ ଟାଇମ ଆଉ ବେଶୀ ଏଫର୍ଟ ଦେବାକୁ ପଡିବ ନାହିଁ ମେନ୍ ପ୍ରୋବ୍ଲେମ କଣ ହଉଛି ସାର୍ ପ୍ରିଲିମ୍ସ କ୍ଲିୟର କରିଦିଅନ୍ତି ଯେଉଁମାନେ ରିପିଟର ଥାଆନ୍ତି କାହିଁକିନା ସେମାନେ ବାର ବାର ଦେଇଛନ୍ତି ଅଦର ଜବ୍ ଗୁଡା ବି ଅପଡେଟ୍ କରୁଛନ୍ତି ସୋ ପ୍ରିଲିମ୍ସ କ୍ଲିୟର କରିଦିଅନ୍ତି ମେନ୍ସରେ ପ୍ରୋବ୍ଲେମ ଆସେ ସାର୍ ସୋ ମୁଁ କହିବି ଯେ ଯଦି ବି ରିପିଟର ଅଛ ରିପିଟର ମାନେ ମଧ୍ୟ ବହୁତ ଏକ୍ସେଲ କରନ୍ତି ସାର୍ ଆମ ସହିତ ବି ଯୋଉମାନେ ଜଏନ୍ କରିଛନ୍ତି ଆମେ ବି ଦେଖିଛୁ ଯୋଉମାନେ 3 and 4 years ପରେ ଜଏନ୍ କରିଛନ୍ତି ଆଉ ସେମାନେ ମଧ୍ୟ ଭଲ ଭଲ ପୋଜିସନ ମଧ୍ୟ ଏବେ ବି ଅଛନ୍ତି ଭଲ ଭଲ ସ୍କୁଲ ସେମାନଙ୍କୁ ମଧ୍ୟ ମିଳିଛି ନିଜ ଚଏସରେ ମଧ୍ୟ ମିଳିଯାଉଛି ସୋ ମୁଁ ରାଇଟ୍ କହିବି ଯେ ରିପିଟର ମାନଙ୍କୁ ନିଜର ଗୋଲ ଓରିଏଣ୍ଟେଡ ହେଇକି ଫୋକସ ରହିବା ଆଉ ଗୋଟେ ପିରିୟଡ ଯୋଉଟା ଯଦି ଆମେ ଟାଇମ ଫିକ୍ସ କରିବା ଯେ ଫର ଏକ୍ସାମ୍ପଲ ମତେ ଯଦି ଫିକ୍ସ କରିବାର ଅଛି ମତେ ଗୋଟେ ଦିନରେ ଗୋଟେ ସିଲାବସର ବା ଗୋଟେ କଣ୍ଟେଣ୍ଟର ଗୋଟେ ଚାପ୍ଟରର ହାଫ୍ କଭର ଅପ୍ କରିବାର ଅଛି ତାହେଲେ ମତେ ଏନି ହାଉ ସେ କଣ୍ଟେଣ୍ଟଟା ଫର ଏକ୍ସାମ୍ପଲ ସେଟା ମତେ ଏନି ହାଉ କମ୍ପ୍ଲିଟ କରିବାର ଅଛି କମ୍ପ୍ଲିଟ କଲା ପରେ ହିଁ ମତେ ରିଭିଜନକୁ ଟାଇମ ମିଳିବ ରାଇଟ୍ ତ ଯୋଉମାନେ ରିପିଟର୍ସ ଅଛନ୍ତି ତାଙ୍କ ପାଇଁ ଏଇଟା ହେଲା କି କନସିଷ୍ଟେନ୍ସି ରଖିବାକୁ ପଡିବ ୟେସ୍ ସାର୍ ଆଣ୍ଡ କନସିଷ୍ଟେନ୍ସି ଇଜ ଯୋଉ ମଷ୍ଟ ଜବ୍ ସୁଇଚ୍ କରୁଛନ୍ତି ଯୋଉମାନେ ସେମାନେ ସ୍ପେସିଫିକ ଗୋଟିଏ ୟେସ୍ ଟାର୍ଗେଟ ରଖିକି ପ୍ରିପେୟାର କଲେ ହେଇପାରିବ ଓକେ ଯାହା ଆମେ ମାନେ ମୁଁ ନୋଟ୍ କରେ ଯେତେବେଳେ ୟେସ୍ ବି ପ୍ରପର ଷ୍ଟକ୍ ଟାଇପର କିଛି ଗୋଟେ ଡିସ୍କସନ୍ ଟାଇପର ହୁଏ ଷ୍ଟ୍ରାଟେଜି ଡିସ୍କସନ୍ ତ ଆମେ କହିପାରିବା ସିଲାବସ୍ ଆନାଲିସିସ୍ ୱେଟେଜ୍ ଟୁ ଦ ରାଇଟ୍ କଣ୍ଟେଣ୍ଟ ଆଣ୍ଡ ୟେସ୍ ୱେଟେଜକୁ ଆଇଡେଣ୍ଟିଫାଏ କଲା ପରେ ଆମେ ନିଜର ପ୍ରିପାରେସନ୍ ଷ୍ଟ୍ରାଟେଜି ବନେଇବା ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ସକୁ ଦେଖିକି ୟେସ୍ ସାର୍ ଏବଂ ତା ସହିତ ଯଦି ଆଉ ଗୋଟେ ପଏଣ୍ଟ ମୁଁ ଦେଖିଲି ଯଦି ପ୍ରାଇଭେଟରେ କୋଉଠି ଟ୍ୟୁସନ୍ କିମ୍ବା କୋଚିଂ ଦଉଛେ ଆମେ ନିଜେ ତାହେଲେ ବି ସେଇଟା ୟେସ୍ ହେଲ୍ପ ସାର୍ କରିବ ଆମକୁ ସେଇଟା ହଁ ସାର୍ ମାନେ ଟାଇମ୍ ୱେଷ୍ଟେଜ୍ ନୁହଁ ଦ୍ୟାଟ୍ ୱିଲ୍ ୟେସ୍ ସାର୍ ଏନହାନ୍ସ ଆୱାର ନଲେଜ୍ ସିଓର ଯଦି ଆମେ ସ୍ପେସିଫିକ୍ ସେଇ ସବଜେକ୍ଟଟା ପଢଉଛେ ସେଇ ଯୋଉ ସବଜେକ୍ଟ ସବଜେକ୍ଟ ପାଇଁ ପ୍ରିପେୟାର କରୁଛେ ପ୍ରିପେୟାର କରୁଛନ୍ତି ତା ସହିତ ଆମର ଆଉ ଗୋଟେ ଜିନିଷ ଦେଖିଲି ଯେ ସେଟା ହଉଛି ଆମର ରହିଲା ପର୍ଟିକୁଲାରଲି ସିଙ୍ଗଲ ଡିଜିଟ୍ ବା 2 digit ର୍ୟାଙ୍କରେ ପହଞ୍ଚିବାକୁ ହେଲେ ଆମକୁ ସେଇ ହିସାବରେ ଏଫର୍ଟ ବି ଦବାକୁ ପଡିବ ୟେସ୍ ଆଉ ସାର୍ ଅଫ୍ କୋର୍ସ ଏମିତିରେ କେବଳ ମାନେ ଘର ପାଖରେ ପୋଷ୍ଟିଂ ପାଇବା ଆଉ ସେଇ ଜିନିଷଟା ମୁଣ୍ଡରୁ ବାହାର କରିଦବା ଦରକାର ପ୍ରିପାରେସନ ଟାଇମରେ ୟେସ୍ ସାର୍ ଠିକ ଅଛି ତାହେଲେ ସମ୍ ଅପ୍ କଲେ ଯଦି ଆମେ ଦେଖିବା ତାହେଲେ ଯୋଉମାନେ ପିସିଏମ୍ କାଟାଗୋରୀରେ ପ୍ରିପେୟାର କରୁଛନ୍ତି ଦେ ସୁଡ୍ ଫୋକସ୍ ଅନ୍ ଦେୟାର
कंसिस्टेंसी प्रिपरेशन स्ट्रेटजी एमती दरकार नहीं कि 18 घंटा पढ़िबा किंतु କିଛି ନାହିଁ राइट sir. वे एग्जैक्टली Right way. Yes, sir. राइट डायरेक्शन एवं राइट सोर्स को फॉलो करबा भी दरकार Yes, sir. That is most important, sir. ओके Because हाँ ବହୁତ ଗୋଟେ ଅନୱାଣ୍ଟେଡ୍ ଥିଙ୍ଗସ୍ ୟୁଟ୍ୟୁବରେ ଆଭେଲେବୁଲ ରହୁଛି। ଆମେ ଯଦି ସବୁ କିଛି ଫର ଏକ୍ସାମ୍ପଲ ଯୋଉ ବି ସୋର୍ସରୁ ଆମେ ପଢିବା ତାହେଲେ ଆମକୁ କଣ ହବ, ଏମିତି ବି କିଛି ଅଛି ସୋର୍ସେସ୍ ଗୁଡାକ ଯୋଉମାନେ ଯେଇ ଲେଭେଲର କ୍ୱେଶ୍ଚିନ୍ ବି କରାଇ ଦଉଛନ୍ତି, ଯୋଉଟା କି ଆମକୁ ଦରକାର ହିଁ ନାହିଁ ସାର୍। दरकार ସେଟା ଅନୱାଣ୍ଟେଡ୍ ଟାଇମ୍ ୱେଷ୍ଟ ଓନ୍ଲି ସାର୍। ओके लास्ट क्वेश्चन राजा पात्र पोस्ट ग्रेजुएशन सरीची केमिस्ट्री रे एवं वर्तमान टीजीटी रे आगु को कोन टारगेट अछि ସାର୍ ମୋର ତ ଓପିଏସସି ପିଜିଟି ଆଣ୍ଡ ମୁଁ ଓଇଏସ୍ ପାଇଁ ପାର୍ଲାଲି ମୁଁ ପ୍ରିପେୟାର ହଉଛି, ଯେହେତୁ ଓଇଏସ୍ ର ଆଗକୁ ନୋଟିଫିକେଶନ ଆସିବାର ଚାନ୍ସେସ୍ ବହୁତ ଅଛି, ଯୋଉଟା କି ମଝିରେ ସର୍ଟ ନୋଟିଫିକେଶନ ବି ଆସିଥିଲା ଯେ 25 ଭ୍ୟାକେନ୍ସି ଅଛି ବୋଲି। ସୋ ମୁଁ ଏବେ ବି ମୁଁ ପ୍ରିପେୟାର କରୁଛି ସାର୍, ଟ୍ରାଏ କରୁଛି ଓଇଏସ୍ ଟାକୁ କ୍ଲିୟର କରିବା ପାଇଁ ସାର୍। ओके बेस्ट विशेस फ्रॉम एक्सप्लोरिंग गोल्स ମୁଁ ଭାବୁଛି this video will help all the PCM aspirants କେବଳ TGT ପାଇଁ ନୁହଁ BEd PG ସବୁର strategy ଏଠି discuss ହେଇଗଲା so thank you very much ଆଉ Thank you କିଛି so much, sir. Namaste. ସବୁଠୁ ଲାଷ୍ଟ ପଏଣ୍ଟରେ ଗୋଟେ ଜିନିଷ ମୁଁ ପଚାରେ ସେଟା ହେଲା ଲାଷ୍ଟ few lines for the aspirants ସୋ ସାର୍ ମୁଁ ତ ବେଷ୍ଟ କହିବି ଯେ ଗୋଟେ ଜବ୍ କ୍ରାକ୍ କରିବାଠୁ ଇମ୍ପୋର୍ଟାଣ୍ଟ ସେଥିରେ କନସିଷ୍ଟେନ୍ସି ମେଣ୍ଟେନ୍ କରିବା। ଯଦି କନସିଷ୍ଟେନ୍ସି ଅଛି ସୋ ଅଟୋମେଟିକ ତମ ଗୋଲକୁ ଅନଏଭଏଡେବଲି ତମେ ସେଠି ପହଞ୍ଚି ପାରିବ। ସୋ ବି କନସିଷ୍ଟେଣ୍ଟ ଆଣ୍ଡ ଏଭଏଡ୍ ପ୍ରୋକ୍ରାଷ୍ଟିନେସନ୍। ଦ୍ୟାଟ୍ସ ଅଲ୍ ସାର୍। thank you Raja thank you for staying connected ଥ୍ୟାଙ୍କ ୟୁ ସୋ ମଚ୍ ସାର୍। ନମସ୍କାର।